ସୁଫି ଆନ୍ଦୋଳନର ପାର୍ଟ 2 ବା ଭାଗ ଦ୍ୱିତୀୟକୁ ସମସ୍ତଙ୍କୁ ସ୍ୱାଗତ କରୁଛି। ଏହା ପୂର୍ବରୁ ଆମେ ପାର୍ଟ 1ରେ ସୁଫି ଆନ୍ଦୋଳନ କ'ଣ, ସୁଫି ଆନ୍ଦୋଳନ କିପରି ଆରମ୍ଭ ହୋଇଥିଲା ଏବଂ ସୁଫି ଆନ୍ଦୋଳନ ଆରମ୍ଭ ହେବା ପଛରେ କାରଣମାନେ କ'ଣ କ'ଣ ଥିଲା, ସେହି ପାର୍ଟ 1 ଭିଡ଼ିଓରେ ଆମେ ଅଲରେଡ଼ି କଭର କରିସାରିଛୁ। ଯେଉଁ ପିଲାମାନେ ଦେଖିନ ପାର୍ଟ 1, ପ୍ରଥମେ ପାର୍ଟ 1କୁ ଦେଖିଦେବ ପିଲାମାନେ, ତାପରେ ଆସିକି ଏହି ଆଜିର ପାର୍ଟ 2 ଭିଡ଼ିଓକୁ ଦେଖିବ ଏବଂ ଆଜିର ଏହି ପାର୍ଟ 2 ଭିଡ଼ିଓରେ ଆମେମାନେ ଜାଣିବା ସୁଫି ସମ୍ପ୍ରଦାୟ ବିଷୟରେ। ଚିସ୍ତି ସମ୍ପ୍ରଦାୟ କହିଲେ ପିଲାମାନେ ଯେଉଁ ମୁରିଦ ଥିଲେ ଏବଂ ମୁର୍ସିଦ ଥିଲେ, ମୁରିଦ ଏବଂ ମୁର୍ସିଦଙ୍କ ମଧ୍ୟରେ ଉତ୍ତରାଧିକାରୀମାନଙ୍କର ଏକ ଶୃଙ୍ଖଳକୁ ସମ୍ପ୍ରଦାୟ ବା ସିଲସିଲା ବୋଲିକି କୁହାଯାଇଥାଏ। ଏହି ଚିସ୍ତି ସମ୍ପ୍ରଦାୟ ନିର୍ମାଣ ହୋଇଥିଲା ଖ୍ୱାଜା ଚିସ୍ତି ଗ୍ରାମରେ, ଯାହାକି ହେରାତ ଠାରେ ଅବସ୍ଥିତ। ହେରାତ କହିଲେ ପିଲାମାନେ ବର୍ତ୍ତମାନର ଆଫଗାନିସ୍ତାନକୁ ହିଁ ବୁଝାଇଥାଏ। ଭାରତରେ ଚିସ୍ତି ସମ୍ପ୍ରଦାୟ ତିଆରି କରିଥିଲେ ଖ୍ୱାଜା ମୁଇନୁଦ୍ଦିନ ଚିସ୍ତି। ପିଲାମାନେ ପରୀକ୍ଷାରେ ଏଗମାରର ପ୍ରଶ୍ନ ଆସିଯାଏ ଯେ ଭାରତରେ ଚିସ୍ତି ସମ୍ପ୍ରଦାୟ କିଏ ତିଆରି କରିଥିଲେ? କିଏ କହିଥିଲେ? ଖ୍ୱାଜା ମୁଇନୁଦ୍ଦିନ ଚିସ୍ତି। ଖ୍ୱାଜା ମୁଇନୁଦ୍ଦିନ ଚିସ୍ତି ଭାରତକୁ ଆସିଥିଲେ 1142 ଖ୍ରୀଷ୍ଟାବ୍ଦରେ ଏବଂ ସେହି ଖ୍ୱାଜା ମୁଇନୁଦ୍ଦିନ ଚିସ୍ତି ତାଙ୍କର ଶିକ୍ଷା କେନ୍ଦ୍ର ସ୍ଥାପନ କରିଥିଲେ ଆଜମେର ଠାରେ। ଏଇଟା ବି ପରୀକ୍ଷାରେ ପ୍ରଶ୍ନ ଆସିଯାଏ, ଖ୍ୱାଜା ମୁଇନୁଦ୍ଦିନ ଚିସ୍ତି କେଉଁଠାରେ ତାଙ୍କର ଶିକ୍ଷା କେନ୍ଦ୍ର ସ୍ଥାପନ କରିଥିଲେ? କେଉଁଠି କରିଥିଲେ? ଆଜମେର ଠାରେ। ଆହୁରି ଏହି ଖ୍ୱାଜା ମୁଇନୁଦ୍ଦିନ ଚିସ୍ତି ମଣିଷର ସେବା ଉପରେ ହିଁ ଗୁରୁତ୍ୱ ଦେଉଥିଲେ ଏବଂ ତାଙ୍କର ମୃତ୍ୟୁବରଣ ହୋଇଥିଲା 1236 ମସିହାରେ ସେହି ଆଜମେର ଠାରେ। ଅନ୍ୟ ଚିସ୍ତି ସନ୍ଥମାନେ କିଏ କିଏ ଥିଲେ ଦେଖ ପିଲାମାନେ? ହମିଦୁଦ୍ଦିନ ନାଗୋରୀ, ନିଜାମୁଦ୍ଦିନ ଔଲିଆ, କୁତବୁଦ୍ଦିନ ବଖତିୟାର କାକି ଏବଂ ଏହି କୁତବୁଦ୍ଦିନ ବଖତିୟାର କାକିଙ୍କ ସ୍ମୃତି ଉଦ୍ଦେଶ୍ୟରେ କୁତବ ମିନାର ନିର୍ମାଣ କରାଯାଇଛି ଦିଲ୍ଲୀ ଠାରେ। ଆଉ ଏହି କୁତବ ମିନାରକୁ ନିର୍ମାଣ କରିଥିଲେ କୁତବୁଦ୍ଦିନ ଆଇବାକ। ନିର୍ମାଣ କାର୍ଯ୍ୟ କୁତବୁଦ୍ଦିନ ଆଇବାକ ଆରମ୍ଭ କରିଥିଲେ, କିନ୍ତୁ ଏହି କୁତବ ମିନାରର ନିର୍ମାଣ କାର୍ଯ୍ୟ ପରିସମାପ୍ତି କରିଥିଲେ ବା ସମ୍ପୂର୍ଣ୍ଣ ରୂପେ ନିର୍ମାଣ କରିଥିଲେ ଇଲତୁତମିଶ। ଆହୁରି ବି ଜଣେ ମୁଖ୍ୟ ସୁଫି ସନ୍ଥ ଥିଲେ ଚିସ୍ତି ସମ୍ପ୍ରଦାୟର, ତାଙ୍କର ନାମ ହେଲା ଶେଖ ଫରିଦୁଦ୍ଦିନ। ତାଙ୍କୁ ଆହୁରି ବାବା ଫରିଦ ବୋଲିକି କୁହାଯାଏ ଏବଂ ଏହି ଶେଖ ଫରିଦୁଦ୍ଦିନଙ୍କ ଶିଷ୍ୟ ହିନ୍ଦୁ ଓ ମୁସଲମାନ ଉଭୟ ଗୋଷ୍ଠୀର ଲୋକମାନେ ତାଙ୍କର ଶିଷ୍ୟମାନେ ଥିଲେ। ନେକ୍ସଟ ସୁଫି ସମ୍ପ୍ରଦାୟ ହେଉଛି ପିଲାମାନେ ସହରବର୍ଦୀ ସମ୍ପ୍ରଦାୟ। ସମ୍ପ୍ରଦାୟ କାହାକୁ କୁହାଯାଏ? ଆଉ ଥରେ କହୁଛି ପିଲାମାନେ, ଏହା ଏକ ସଂଗଠନ ଅଟେ ଏବଂ ଏହି ସଂଗଠନଟି ସୁଫି ସନ୍ଥ ଏବଂ ତାଙ୍କର ଶିଷ୍ୟମାନଙ୍କ ଦ୍ୱାରା ହିଁ ତିଆରି ହୋଇଥାଏ। ସହରବର୍ଦୀ ସମ୍ପ୍ରଦାୟ ତିଆରି କରିଥିଲେ ଶେଖ ଶିହାବୁଦ୍ଦିନ ସହରବର୍ଦୀ। ଭାରତରେ ସହରବର୍ଦୀ ସମ୍ପ୍ରଦାୟକୁ ନିର୍ମାଣ କରିଥିଲେ ବାହାଉଦ୍ଦିନ ଜାକାରିଆ ଏବଂ ଏହି ବାହାଉଦ୍ଦିନ ଜାକାରିଆ ଇଲତୁତମିଶକୁ ସାହାଯ୍ୟ କରିଥିଲେ। ଯେତେବେଳେ ଇଲତୁତମିଶ ନାସିରୁଦ୍ଦିନ କବଚକୁ ଆକ୍ରମଣ କରିଥିଲେ, ସେହି ସମୟରେ ବାହାଉଦ୍ଦିନ ଜାକାରିଆ ଇଲତୁତମିଶକୁ ସାହାଯ୍ୟ କରିଥିଲେ। ଇଲତୁତମିଶ ତେଣୁକରି ବାହାଉଦ୍ଦିନ ଜାକାରିଆକୁ ଗୋଟିଏ ଉପାଧି ପ୍ରଦାନ କରିଥିଲେ ଆଉ ସେହି ଉପାଧିର ନାଁ ହେଲା ପିଲାମାନେ ଶେଖ ଉଲ ଇସଲାମ। ଏହି ଉପାଧି ଇଲତୁତମିଶ ବାହାଉଦ୍ଦିନ ଜାକାରିଆକୁ ପ୍ରଦାନ କରିଥିଲେ। ଏହି ସହରବର୍ଦୀ ସମ୍ପ୍ରଦାୟର ସନ୍ଥମାନେ ରାଜ୍ୟ ସହିତ ସମ୍ପର୍କ ସ୍ଥାପନ କରିଥିଲେ, କିନ୍ତୁ ଚିସ୍ତି ସମ୍ପ୍ରଦାୟର ସନ୍ଥମାନେ ରାଜ୍ୟ ସହିତ କୌଣସି ସମ୍ପର୍କ ସ୍ଥାପନ କରିନଥିଲେ ଏବଂ ଏହି ସହରବର୍ଦୀ ସମ୍ପ୍ରଦାୟର ସନ୍ଥମାନେ ରାଜ୍ୟର ରାଜା ଯାହା ବି ଦେଉଥିଲେ ତାକୁ ସେମାନେ ଗ୍ରହଣ କରିଦେଉଥିଲେ, ଯେମିତିକି ଉପହାର, ଜାଗିର, ରାଜକୀୟ ପଦବୀ, ଏହିସବୁ ଗୁଡ଼ିକୁ ସେମାନେ ଗ୍ରହଣ କରୁଥିଲେ। ଏହି ସହରବର୍ଦୀ ସମ୍ପ୍ରଦାୟ ପଞ୍ଜାବ ଓ ସିନ୍ଧୁ ପ୍ରଦେଶରେ ନିର୍ମାଣ ହୋଇଥିଲା। ମହମ୍ମଦ ବିନ ତୁଗଲକ ଏବଂ ଫିରୋଜ ଶାହ ତୁଗଲକ ଏହି ସହରବର୍ଦୀ ସମ୍ପ୍ରଦାୟର ଅନୁଗାମୀ ଥିଲେ। ପରବର୍ତ୍ତୀ ସୁଫି ସମ୍ପ୍ରଦାୟ ହେଉଛି ପିଲାମାନେ କାଦିର ସମ୍ପ୍ରଦାୟ ବା କାଦିରୀ ସମ୍ପ୍ରଦାୟ ବୋଲିକି ତାକୁ କୁହାଯାଇଥାଏ। ଏହି କାଦିର ସମ୍ପ୍ରଦାୟ ସ୍ଥାପନ କରିଥିଲେ ଅବଦୁଲ କାଦିର ଜିଲାନୀ ଏବଂ ଏହି ସମ୍ପ୍ରଦାୟକୁ ତିଆରି କରାଯାଇଥିଲା ବା ନିର୍ମାଣ କରାଯାଇଥିଲା ବାଗଦାଦ ଠାରେ ଏବଂ ଭାରତରେ ସ୍ଥାପନ କରିଥିଲେ ଏହି କାଦିରୀ ସମ୍ପ୍ରଦାୟକୁ ଶାହା ନିୟମତୁଲ୍ଲା ଏବଂ ମଖଦୁମ ମହମ୍ମଦ ଜିଲାନୀ। ଏହି କାଦିରୀ ସମ୍ପ୍ରଦାୟର ମୁଖ୍ୟ କାର୍ଯ୍ୟସ୍ଥଳୀ ଥିଲା ଭାରତରେ ସିନ୍ଧୁ ପ୍ରଦେଶ।
ଅନ୍ୟ କାଦିରୀ ସମ୍ପ୍ରଦାୟର ସନ୍ଥମାନେ ଥିଲେ ମିଆନ୍ ମୀର, ଅବଦୁଲ ରେହମାନ ଜିଲାନି, ଶେଖ ସୁଲତାନ ଭାଉ। ପରବର୍ତ୍ତୀ ସମ୍ପ୍ରଦାୟ ହେଉଛି ପିଲାମାନେ ନକ୍ସବନ୍ଦ ସମ୍ପ୍ରଦାୟ ବା ତାକୁ ଆହୁରି ନକ୍ସବନ୍ଦୀ ସମ୍ପ୍ରଦାୟ ବୋଲିକି କୁହାଯାଇଥାଏ। ଏହା ପ୍ରତିଷ୍ଠା କରିଥିଲେ ବାହାଉଦ୍ଦିନ ନକ୍ସବନ୍ଦ ଏବଂ ଭାରତରେ ଏହି ନକ୍ସବନ୍ଦ ସମ୍ପ୍ରଦାୟ ପ୍ରତିଷ୍ଠା କରିଥିଲେ ଖ୍ୱାଜା ବାକିବିଲ୍ଲା। ଏବଂ ଏହି ନକ୍ସବନ୍ଦ ସନ୍ଥମାନେ ଆହୁରି କିଏ ଥିଲେ ଦେଖ ପିଲାମାନେ, ଅହମ୍ମଦ ସିରହିନ୍ଦ, ଶେଖ ବୁରହାନ, ଶାହା ୱାଲିଉଲ୍ଲା। ଯଦି ତୁମର ପରୀକ୍ଷାରେ ପ୍ରଶ୍ନ ଆସେ ପିଲାମାନେ ସୁଫି ସମ୍ପ୍ରଦାୟକୁ ନେଇକି, ତାହେଲେ 3 ମାର୍କର ପ୍ରଶ୍ନ ଆସିବ। ପ୍ରଥମେ ସୁଫି ସମ୍ପ୍ରଦାୟ କାହାକୁ କୁହାଯାଏ ତାର ଡେଫିନେସନଟି ଲେଖିବ। ତାପରେ ଏବେ ଯେଉଁ ମୁଁ ତୁମକୁ ଏହି ମୁଖ୍ୟତଃ 4ଟି ଯେଉଁ ଚିସ୍ତି ସୁଫି ସମ୍ପ୍ରଦାୟ ବତେଇଲି, ସେହି ସୁଫି ସମ୍ପ୍ରଦାୟ ଗୁଡ଼ିକୁ ତୁମେ ଲେଖିଦେବ। ତୁମର ଉତ୍ତର ସମ୍ପୂର୍ଣ୍ଣ ହୋଇଯିବ। ଯେମିତିକି କେଉଁ ସୁଫି ସମ୍ପ୍ରଦାୟ ବିଷୟରେ ଆମେ ଜାଣିଲା, ଚିସ୍ତି ସମ୍ପ୍ରଦାୟ, କାଦିରୀ ସମ୍ପ୍ରଦାୟ, ସୋହରାୱର୍ଦୀ ସମ୍ପ୍ରଦାୟ ଏବଂ ନକ୍ସବନ୍ଦୀ ସମ୍ପ୍ରଦାୟ। ବର୍ତ୍ତମାନ ଆମେ ଜାଣିବା ପିଲାମାନେ ସୁଫି ଧର୍ମର ପ୍ରଭାବ ବିଷୟରେ। ଏବଂ ଏ ସୁଫି ଧର୍ମର ପ୍ରଭାବ 3 ମାର୍କର ତୁମର ପରୀକ୍ଷାରେ ପ୍ରଶ୍ନ ଆସିବ ପିଲାମାନେ। ପ୍ରଥମ ପ୍ରଭାବ ହେଲା ସାମାଜିକ ସଂସ୍କାର ଆଣିପାରିଥିଲା ସୁଫି ଧର୍ମ। କେମିତିକା ସାମାଜିକ ସଂସ୍କାର ଆଣିପାରିଥିଲା? ଯେମିତିକି ଭାରତୀୟ ସମାଜରେ ଯେଉଁ କୁପ୍ରଥା ଗୁଡ଼ିକ ଥିଲା ତାକୁ ବିରୋଧ କରିପାରିଥିଲା। ଯେମିତିକି ଜାତି ପ୍ରଥା। ଏହି ଜାତି ପ୍ରଥାକୁ ଏହି ସୁଫି ଆନ୍ଦୋଳନ ଭାରତୀୟ ସମାଜରେ ବିରୋଧ କରିପାରିଥିଲା। ଦ୍ୱିତୀୟ ସୁଫି ଧର୍ମର ପ୍ରଭାବ ହେଲା ଧାର୍ମିକ ସଂସ୍କାର। ସୁଫି ଆନ୍ଦୋଳନ ହେବା ଦ୍ୱାରା ଧାର୍ମିକ ସଂସ୍କାର ଆସିପାରିଥିଲା। ଯେଉଁ ଧର୍ମ କ୍ଷେତ୍ରରେ ଯେଉଁ ଜଟିଳତା ଥିଲା, ଜଟିଳ ପୂଜା ପଦ୍ଧତି ଥିଲା, ତାକୁ ଏହି ସୁଫି ଧର୍ମ ବାରଣ କରୁଥିଲା। ପରବର୍ତ୍ତୀ ସୁଫି ଧର୍ମର ପ୍ରଭାବ ହେଉଛି ଏହି ସୁଫି ଧର୍ମ ହିନ୍ଦୁ ଓ ମୁସଲମାନ ମଧ୍ୟରେ ଏକତା ପ୍ରତିଷ୍ଠା କରିପାରିଥିଲା। ପରବର୍ତ୍ତୀ ସୁଫି ଧର୍ମର ପ୍ରଭାବ ହେଉଛି ସୁଫି ଧର୍ମ ହେବା ଦ୍ୱାରା ଆଞ୍ଚଳିକ ଭାଷା ସାହିତ୍ୟର ଉନ୍ନତି ହୋଇଥିଲା। ଏହି ସୁଫି ଧର୍ମ ହେବା ଦ୍ୱାରା ଅନେକ ଗୁଡ଼ିଏ ଆଞ୍ଚଳିକ ଭାଷାର ଉନ୍ନତି ହୋଇଥିଲା। ଯେମିତିକି ବଙ୍ଗାଳୀ ଭାଷା, ଗୁରୁମୁଖୀ ଭାଷା, ମରାଠୀ ଭାଷା ଇତ୍ୟାଦି ଭାଷାର ଉନ୍ନତି ହୋଇଥିଲା ଏହି ସୁଫି ଧର୍ମ ହେବା ଦ୍ୱାରା। ସୁଫି ଧର୍ମର ଆହୁରି ଏକ ପ୍ରଭାବ ହେଲା ଇସଲାମ ଧର୍ମରେ ନୂତନତ୍ୱ ଆସିଲା। ପୂର୍ବରୁ ଯେଉଁ ଇସଲାମ ଧର୍ମ ଥିଲା ସେଥିରେ ଯେଉଁ ଜଟିଳ କର୍ମକାଣ୍ଡ ଥିଲା ତାହା ଦୂର ହୋଇକି ଏହି ସୁଫି ଆନ୍ଦୋଳନ ହେବା ଦ୍ୱାରା ଏହି ଇସଲାମ ଧର୍ମ ସହଜ ଓ ସରଳ ହୋଇଗଲା। ସୁଫି ଧର୍ମର ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ ଭାରତୀୟ ସମାଜ ଉପରେ ପ୍ରଭାବ ହେଲା ରୂଢ଼ିବାଦକୁ ବିରୋଧ କରିଥିଲା। ରୂଢ଼ିବାଦ କହିଲେ ପିଲାମାନେ ଭାରତରେ ଯେଉଁ ବହୁଦିନ ପୂର୍ବରୁ ଯେଉଁ ପରମ୍ପରା ଚଳି ଆସୁଛି ତାହାକୁ ହିଁ ବୁଝାଉଛି। ଏବଂ ସେହି ବହୁଦିନରୁ ଯେଉଁ ପରମ୍ପରା ଚଳି ଆସୁଛି ସେ ପରମ୍ପରା ଗୁଡ଼ିକ ଭାରତୀୟ ସମାଜ ପାଇଁ ଠିକ୍ ନଥିଲା। ଯେମିତିକି ଗୋଟିଏ ପରମ୍ପରା କହିବେ ପିଲାମାନେ ସତୀ ପ୍ରଥା, ଯାହାକି ବହୁତ ଖରାପ ପ୍ରଥା ଥିଲା ଆଉ ସେହି ପରମ୍ପରାଟା ବହୁ ଦିନରୁ ଚଲି ଆସୁଥିଲା। ସେମିତିକା ପରମ୍ପରାକୁ ବିରୋଧ କରିଥିଲା ଏହି ସୁଫି ଧର୍ମ। ନେକ୍ସଟ ସୁଫି ଧର୍ମର ପ୍ରଭାବ ହେଉଛି ଭାଇଚାରା ସୃଷ୍ଟି। ଏ ସୁଫି ଧର୍ମ ହେବା ଦ୍ୱାରା ଲୋକମାନଙ୍କ ମନରେ ଭାଇଚାରା ସୃଷ୍ଟି ହେଲା। ଆହୁରି ଏକ ପ୍ରଭାବ ହେଲା ସ୍ନେହ ଓ ପ୍ରେମ ଭାବ ସୃଷ୍ଟି। ସୁଫି ଧର୍ମ ହେବା ଦ୍ୱାରା ଲୋକମାନଙ୍କ ମଧ୍ୟରେ ସ୍ନେହ ପ୍ରେମ ଭାବ ମଧ୍ୟ ସୃଷ୍ଟି ହେଲା। ଭକ୍ତି ଆନ୍ଦୋଳନର ପ୍ରଭାବ ସୁଫି ଆନ୍ଦୋଳନରେ ପଡ଼ିଥିଲା ଏବଂ ସୁଫି ଆନ୍ଦୋଳନର ପ୍ରଭାବ ଭକ୍ତି ଆନ୍ଦୋଳନରେ ମଧ୍ୟ ପଡ଼ିଥିଲା। ନେକ୍ସଟ ସୁଫି ଧର୍ମର ପ୍ରଭାବ ହେଉଛି ପିଲାମାନେ ସାଂସ୍କୃତିକ ସମନ୍ୱୟ ପ୍ରତିଷ୍ଠା ହୋଇପାରିଥିଲା। ଭାରତରେ ସେ ସମୟରେ ହିନ୍ଦୁ ଓ ମୁସଲମାନ ଦୁଇଟି ସଂସ୍କୃତି ହିଁ ତିଆରି ହୋଇସାରିଥିଲା ଏବଂ ଏହି ସୁଫି ଧର୍ମ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ସାଂସ୍କୃତିକ ସମନ୍ୱୟ ପ୍ରତିଷ୍ଠା କରିପାରିଥିଲା ଏବଂ ଏହା ହିଁ ଥିଲା ସୁଫି ଧର୍ମର ପ୍ରଭାବ। ଯଦି ତୁମର ପରୀକ୍ଷାରେ ପ୍ରଶ୍ନ ଆସେ ପିଲାମାନେ 3 ମାର୍କର, ଏହିସବୁ ପଏଣ୍ଟ ଗୁଡ଼ାକ ଲେଖିଦେବ। ତା ସହିତ ଏହି ପଏଣ୍ଟ ଗୁଡ଼ିକୁ ଟିକେ ଏଲାବୋରେଟ୍ କରିଦେବ ପିଲାମାନେ। 2ଟା 3ଟା ସେଣ୍ଟେନ୍ସ ଯଦି ଲେଖିଦେବ ତୁମର ଉତ୍ତର ସମ୍ପୂର୍ଣ୍ଣ ହୋଇଯିବ।